नमस्कार आम यूट्यूब चैनल रो संपूर्ण गहन पुराण सार कथा को आपण मानकु स्वागत। आज आलोच्य विषय हनुमान केतेबेले पंचमुखी होइथिले। कौन हैला खतई? अरे तते गुरुदेव कहिथिले परा हनुमान फोटो आनिबा पई। हनुमान फोटो कहले जे मु बुली बुली हालिया आइ गली पछे पंचमुखी हनुमान फोटो कोठे भी मिलिलानी। फोटो तो तेमिते मिलिलानी। नाही फोटो आनिबु जे पांचटा मुंड थिबार फोटो हनुमान रो। पांचटा मुंड थिबार फोटो हां से कोडे अरे गुरुदेव कहिथिले बा। अरे खतई गुरुदेव अरे कौन हेइति कौन काई पाटी तुंड गुरुदेव तमे जो पांच मुंड थिबार हनुमान फोटो कहले मते कोठे भी मिलिलानी। गुरुदेव हां पंचमुखी हनुमान फोटो कोठी अछि? हां अरे हाँ। जन कल्याण पाई हां अच्छा पंचमुखी हनुमान पूजा पांती। हां हनुमान ठाकुर दिने पंचमुख हेइथिले। हां हां कोठे केते बेले हेतिले गुरुदेव? कोठी गुरुदेव केते बेले हेथिले? हनुमानंकर पंचमुख कथा सुनिबो। हां हौ पंचमुखी हनुमान कहबा पूर्वरु अच्छा प्रथम रे टिके पुराण सार कथा रे भिजी जिबा। हां सुन हे भाई पुराण सार कथा कही सुन हे भाई पुराण सार कथा कही पुराण जदि सुनिब ज्ञान गुरु व्रत हेब पुराण जदि सुनिब ज्ञान गुरु व्रत हेब संसारु मुक्ति पथ पाई सुन हे भाई पुराण सार कथा कही। गुरुदेव सार कथा कहवा पूर्वरु हां ठाकुरंक पाखरु पुछ मुठाटा टिके आने। उच्च मुठा ठाकुर गुरु आनी ओयो नियो गुरुदेव अज्ञात दिमिनान्धस्य ज्ञानं जनं चात्वया चक्षुरुमिलितं येन तस्मै श्री गुरवे नमः। हनुमान विषय देहबाटी बुझाई हां जते बेले लंकार जे युद्ध होइला हो हो जते बेले लंकार जे युद्ध होइला अच्छा रावण सैन्य सर्वमले भला हां हां रावण सैन्य सर्वे मले भला अच्छा एकाकी बसी अछि जे रावण ओहो एकाकी बसी अछि जे रावण हां अछि जे रावण अछि जे रावण चिंता से करू अछि अपना मन हां आउ पुत्र नाती मोर समस्ते मरिले आहा पुत्र नाती मोर समस्ते मरिले हां आउ किए अछि युद्ध को जीव भले नहीं नहीं हेमंत भावी प्रतापी रावण कौन पाताल पुर को पड़ी गला मन हां पाताल पुर को पड़ी गला मन पाताल पुरे से मोहि रावण
ରହିଅଛି ହୋଇ ଦଣ୍ଡଧାରୀ ଜାଣ ଆହା ସେତେବେଳେ ରାବଣ ଯେ ମନେ ଚିନ୍ତା କଲା ଚାତଳ ପୁରକୁ ଡଗର ବେଶିଲା ଓହୋ ପାତାଳ ପୁରକୁ ଯେ ଡଗର ଯାଇ ଆହା ମହି ରାବଣକୁ ସେ ଦେଲା ଜଣାଇ ଓ ରାବଣ ବୀର ପାଶକୁ ଡାକିଛି ମହି ରାବଣ ଚିନ୍ତିଲା କବାଛି ଆଚ୍ଛା। ଏବେ ସଭାରେ ମୁଁ କହୁଅଛି ହେ ସୁବ୍ୟଞ୍ଜନ ଏବେ ସଭାରେ ମୁଁ କହୁଅଛି ସେତେବେଳେ ହଁ ରାବଣ ଲଙ୍କାରେ ଯୁଦ୍ଧ ଆରମ୍ଭ ହେଇଯାଇଛି ଆଚ୍ଛା ରାବଣର ପୁତ୍ର ନାତି ସମସ୍ତେ ମରି ଯାଇଛନ୍ତି ମରିଗଲେ ଚିନ୍ତା କରୁଛି ରାବଣ ହଁ ଏକାନ୍ତରେ ବସିଛି ଆଚ୍ଛା ଚିନ୍ତା କରୁଛି ଯେ ରେ ମୋର ପୁଅ ନାତି ସମସ୍ତେ ମରିଗଲେ ମରିଗଲେ ଆଉ କିଏ ତ ନାହାନ୍ତି ନାଇଁ ରାତି ପାହିଲେ ଯୁଦ୍ଧ ଆଚ୍ଛା ଯୁଦ୍ଧ କରିବ କିଏ କିଏ ଚିନ୍ତା କଲା ରାବଣ ହଁ ମନେ ପଡିଗଲା ପାତାଳପୁରକୁ ଆଚ୍ଛା ଆଚ୍ଛା ପାତାଳପୁରରେ ଅଛି ମହି ରାବଣ ହଁ ମହାବୀର ଆଚ୍ଛା ଡଗର ପଠେଇଲା ରାବଣ ପାତାଳପୁରକୁ ଡଗର ଯାଇ ପାତାଳପୁରରେ ମହି ରାବଣକୁ ଜଣେଇ ଦେଲା ହଁ ହଁ ଆଜ୍ଞା ମାତ୍ରେ ମହି ରାବଣ ଆସିକି ପହଞ୍ଚି ଯାଇଛି ଆଚ୍ଛା ହେଲେ ଯେତେବେଳେ ମହି ରାବଣ ଆସି ପହଞ୍ଚିଲା ହଁ ରାବଣ ପାଶରେ ଯୁଦ୍ଧ କରିବ ମହି ରାବଣ ମହି ରାବଣ ଆଜ୍ଞା ରାବଣ ପାଶରେ ମହି ରାବଣ ଯାଇ ହଁ ପହଞ୍ଚି ଯାଇଛି ଏବେ ଆହେ ଭାଇ ଓହୋ ଯେତେବେଳେ ରାବଣ ଯେ ତାହାକୁ ଦେଖିଲା ସକଳ ବାରତା ତାହାକୁ କହିଲା କଣ ଏହି କଥା ଗୋଟି ଜାଣିଲେ ବୀର ବିଭୀଷଣ ହଉଆ ଏହି କଥା ଗୋଟି ଜାଣିଲେ ବୀର ବିଭୀଷଣ ଆଚ୍ଛା ପାତାଳପୁରୁ ଆସିଛି ମହି ରାବଣ ହଁ ହଁ ମହାମାୟା ବିଜେ ଅଟଇ ଅସୁର ଯୁଦ୍ଧ ନ କରି ପରାସ୍ତ ଏଥର ଓହୋ ଏମନ୍ତ ଭାବି କହୁ ବିଭୀଷଣ ଆଉ ହନୁମାନ ପାଶେ କରିଲା ଗମନ ଆହା ହନୁମାନଙ୍କୁ ଏମନ୍ତ ବୋଇଲା କଣ ମହି ରାବଣ ପାତାଳପୁରୁ ଆସିଛି ଭୋଲା ହଉ ହଉ ଆମ୍ଭ ଗଡ଼ ମଧ୍ୟରେ ଯେ ସେହି ପଶିଯିବ ନିଶ୍ଚୟ ହନୁମାନ ହେ ଏମନ୍ତ କରିବ କଣ କରିବେ ରାମ ଲକ୍ଷ୍ମଣକୁ ହେ ରଖିବା ପାଇଁ ହଁ ଗୋଡ଼ ଗୋଟି ତିଆର ତୋଳ ହେ ଯାଇ ଓହୋ ସେତେବେଳେ ହନୁମାନ ଏମନ୍ତ କରିଲେ ଲାଙ୍ଗୁଡ଼କୁ ପୁଣି ଯେ ଗୁଡ଼ାଇ ନେଲେ ଓହୋ ଗୁଡ଼ାଇ ଗୋଡ଼ାଇ ଗୋଡ଼ ଗୋଟି ଜାଣ ଆଚ୍ଛା ଲାଙ୍ଗୁଡ଼ରେ ହନୁମାନ କରିଲେ ନିର୍ମାଣ ହଁ ଗୋଟିଏ ଦ୍ୱାର ତହୁ ରଖିଦେଲେ ହଉ ଗୋଟିଏ ଦ୍ୱାର ତହୁ ରଖିଦେଲେ ହନୁମାନ ବୀର ସେ ଦ୍ୱାରେ ଜଗିଲେ ହଁ ବିଭୀଷଣ ଏବେ ଦେଲେ କ ବୁଝାଇ ବିଭୀଷଣ ଏବେ ଦେଲେ କ ବୁଝାଇ ଓହୋ ଯାହା କହୁଅଛି ଶୁଣ ଆହେ କପି କହି ହଁ ସନ୍ଧ୍ୟା ସମୟ ଯେତେବେଳେ ଆସିବ ଓହୋ ପ୍ରଭୁଙ୍କୁ ଦର୍ଶନ କରିବାକୁ ମନ ଯେ ହେବ ହଁ ହଁ ସେତେବେଳେ ମୁଁ ହିଁ ଆସିବି ଏଠାକୁ ହଉ ଆଉ କାହାକୁ ନ ଛାଡ଼ିବ ଭିତରକୁ ହଁ ହଁ ଏମନ୍ତ କହିଲେ ବୀର ବିଭୀଷଣ ଏମନ୍ତ କହିଲେ ବୀର ବିଭୀଷଣ ହଁ ସେଠାବରୁ ଏବେ ଗଲେ ପଳାଇଣ ଯାହା କହିଲି ହେ ସୁବ୍ୟଞ୍ଜନ ମନରେ ଶୁଣ ଯାହା କହିଲି ହେ ସୁବ୍ୟଞ୍ଜନ
ବିଭୀଷଣ ଜାଣି ପାରିଲେ ହଁ ହନୁମାନଙ୍କୁ କହିଲେ କଣ ମହିରାବଣ ବୀର ପାତାଳପୁରରୁ ଆସିଛି। ଆଚ୍ଛା ରାବଣ ଡାକିଛି ମହିରାବଣକୁ। ହଁ ଆଉ ମହିରାବଣ ଏମିତି ଗୋଟେ ମାୟାବୀ, ଆଚ୍ଛା ସିଏ ଯୁଦ୍ଧ କରିବନି। ନାହିଁ ଯୁଦ୍ଧ ନ କରି ମଧ୍ୟ ରାମ ଲକ୍ଷ୍ମଣଙ୍କୁ ସିଏ ମାରିପାରିବ। ଆହା ତେଣୁ ପ୍ରଭୁଙ୍କୁ ରକ୍ଷା କରିବାକୁ ପଡିବ। ପଡିବ ପ୍ରଭୁଙ୍କୁ ରକ୍ଷା କରିବାକୁ ପଡିବ। ହଁ ବିଭୀଷଣ କହିଲେ ତମେ ଗୋଟିଏ କାମ କର, କଣ କରିବେ ଆମକୁ ଗୋଟିଏ ଗଡ଼ ନିର୍ମାଣ କରିବାକୁ ପଡିବ। ଆଚ୍ଛା ଆଚ୍ଛା ପ୍ରଭୁଙ୍କ ପାଇଁ ଗୋଟିଏ ଗଡ଼ ନିର୍ମାଣ କରିବେ। ହଁ ହନୁମାନ କହିଲେ ଏ କଥାକୁ ତମେ ଚିନ୍ତା କରୁଛ? ହଁ ନିମିଷକ ମାତ୍ରେ ଲାଙ୍ଗୁଳ ବୁଲେଇ ବୁଲେଇ ନେଲେ। ହଁ 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 ଲାଙ୍ଗୁଳ ବୁଲେଇ ବୁଲେଇ ନେଲେ। ଗୋଟିଏ ଲାଙ୍ଗୁଳ ସାହାଯ୍ୟରେ ଗଡ଼ ତିଆରି କରିଦେଲେ। ଓହୋ କେବଳ ଗୋଟିଏ ଦ୍ୱାର ରହିଲା ଗୋଟେ ଦ୍ୱାର ଗଡ଼ରେ। ହଁ ହନୁମାନ ବୀର ନିଜେ ଜଗି ବସିଲେ। ହଁ ବିଭୀଷଣ କହିଲେ ହନୁମାନ ଆଚ୍ଛା ସନ୍ଧ୍ୟା ସମୟରେ କେବଳ ମୁଁ ଏକା ଆସିବି, ହଁ ପ୍ରଭୁଙ୍କୁ ଦେଖା କରିବି। ଓହୋ ତମେ ଆଉ କାହାକୁ ହେଲେ ଭିତରକୁ ଛାଡିବନି ଆଜ୍ଞା। ହନୁମାନ ବୀର ଦ୍ୱାରରେ ଜଗିଲେ। ଆହା, ଏଠୁ ଅନ୍ତେ ଯାହା ହେଲା କହୁଅଛି ଭଲେ। କହୁନ ବିଭୀଷଣ ବୀର ସେ ଗଲେ ପଳାଇ। ହଉ ହଉ ଆଉ ମହିରାବଣ ଯେମନେ ଚିନ୍ତିଲେ କହି ହଁ ହନୁମାନ ଦ୍ୱାର ଜଗିଅଛି ପୁଣି। ଓହୋ ଆଉ କାହାକୁ ନ ଛାଡ଼ିବ ଜାଣି। ନାଇଁ ନାଇଁ ସେତେବେଳେ ମହିରାବଣ ଅପେକ୍ଷା କରିଲା। ଆହା ସେତେବେଳେ ମହିରାବଣ ଅପେକ୍ଷା କରିଲା। ହଉ ଅପେକ୍ଷା କରିଲା। ସନ୍ଧ୍ୟା ସମୟ ପ୍ରବେଶ ହୋଇଲା। ଗୁରୁଦେବକୁ ତୁ କହୁବୁନୁ କିଛି ପ୍ରେମ କରିବେ କାଲିକି ମାଡୁଆଟା କିରେ ତୁ? ମାଡୁଆଟା କଣ ମାଡୁଆଟା ପୁଣି ପ୍ରେମ କରିବ। ଆରେ ମୂର୍ଖ ପିଲା, ସୁନ୍ଦର ପୁରାଣ କଥା ଚାଲିଛି। କୋଉ ସମୟରେ କୋଉ କଥା କୁହାଯାଏ ଜାଣିନୁ? ହଉ ଗୁରୁଦେବ ମୋର ଭୁଲ ହେଇଗଲା ହେଲେ ଆରେ ଅଳିଆ ଓ ପ୍ରଭୁ କହୁଛନ୍ତି। କଣ କୋଉ ପ୍ରଭୁ? ରାମଚନ୍ଦ୍ର ରାମଚନ୍ଦ୍ର ମହାପ୍ରଭୁ ଚିନ୍ତା କରୁଛନ୍ତି ହଁ ମତେ ବନ୍ଦୀ କରି ରଖିଲା ଭଳିଆ ହନୁମାନ ଏଠି ରଖିଲେ। ଗଡ ଭିତରେ ଏଣେ ବିଭୀଷଣ ଦ୍ୱାର ଯୋଗେଇ ଦେଇଛନ୍ତି ହନୁମାନଙ୍କୁ। ହଁ ହଁ ସେଇପଟେ ମହିରାବଣ ଦେଖୁଛି କଣ ଯେ ହନୁମାନ ଦ୍ୱାର ଜଗିଛି। ଜଗିଛି ବିଭୀଷଣ ବିନା ସିଏ ଅନ୍ୟ କାହାରିକୁ ଛାଡିବନି। ନାହିଁ ଆଉ ବିଭୀଷଣ କଣ୍ଟ ଦେଇଛନ୍ତି କଣ କେବଳ ସନ୍ଧ୍ୟା ସମୟରେ ସେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିବେ। ଆସିବ ଚିନ୍ତା କଲା ମହିରାବଣ, ହଁ ମୁଁ ଭିତରକୁ ଯିବି କେମିତି? କିପରି? କିପରି ଅପେକ୍ଷା କରିବାକୁ ପଡିବ। ହଁ ଅପେକ୍ଷା କରିବାକୁ କରିବାକୁ ପଡିବ। ହଁ ହେଲେ ସିଏ କଲା କଣ? କଣ କଲା ସନ୍ଧ୍ୟା ସମୟ ଯାଏ ଅପେକ୍ଷା କଲା। ହଁ ହଁ ସନ୍ଧ୍ୟା ସମୟ ଯେତେବେଳେ ପହଞ୍ଚିଗଲା ବେଳ ବୁଡିଗଲା ସେତେବେଳେ ମହିରାବଣ କଲା କଣ କଣ ନା ବିଭୀଷଣ ରୂପକୁ ତକ୍ର ଧରିଲା। ଆଉ ବିଭୀଷଣ ରୂପକୁ ଅସୁର ଧରିଲା। ହଉ ଅସୁର ଧରିଲା। ହନୁମାନ ପାଶେ ପ୍ରବେଶ ହୋଇଲା। ଆହା ହନୁମାନଙ୍କୁ ବୋଇଲା ଶୁଣ ହେ ବୀର, ଆହା ଦ୍ୱାର ଛାଡ଼ ଏବେ ଯିବି ମୁଁ ଭିତର। ହଉ ବା ସେ କାଳେ ହନୁମାନ ଦ୍ୱାର ଛାଡ଼ିଦେଲେ। ନିଶ୍ଚୟ ସେ କାଳେ ହନୁମାନ ଦ୍ୱାର ଛାଡ଼ିଦେଲେ। ଓହୋ ମହିରାବଣ ଭିତରକୁ ଗଲେ। ହଉ ହଉ ମହିରାବଣ ଭିତରକୁ ଗଲେ। ହଁ ରାମ ଲକ୍ଷ୍ମଣକୁ କରିଲେ ହରଣ। ଓହୋ ସିଏ ରାମ ଲକ୍ଷ୍ମଣକୁ କରିଲା ହରଣ। ଆଚ୍ଛା ଖେଲି ଗଲା ପୁଣି ପାତାଳ ଭୁବନ। ଓହୋ ଆଉ ଘେନି ଗଲା ପୁଣି ପାତାଳ ଭୁବନ। ହଉ ବୁଲି ବୁଲି ଆସିଲେ ତହୁଁ ବିଭୀଷଣ। ଓହୋ ବୋଇଲେ ଶୁଣ ଆହେ ହନୁମାନ, ଭିତରକୁ ଛାଡ଼ ଏବେ ମୁଁ ହିଁ ଯିବି। ଯିବି ଯିବି ପ୍ରଭୁଙ୍କୁ ମୋର ଦର୍ଶନ କରିବି। ହଁ ସେତେବେଳେ ବୋଇଲେ କଣ ସେହି ହନୁମାନ, ଏବେ ପରା ଯାଇଥିଲ ଆହେ ବିଭୀଷଣ। ହଁ କିପରି ତୁମ୍ଭେ ବାହାରକୁ ଆସିଲ? ଓହୋ
ଆଉ ଭିତରକୁ କିପରି ତୁମ୍ଭେ ଯାଇଥିଲ ଓହୋ ଏ କଥା ମତେ ଏବେ ଦେବ ବୁଝାଇ କହିଦିଅ ମନ ମୋହର ଇତସତ ହୋଇ ବିଭୀଷଣ ଭାଇ ଆଉ ମନ ମୋର ଇତସତ ଯାଉଛି ହୋଇ ହେଲେ ଯେତେବେଳେ ମହିରାବଣ ବିଭୀଷଣ ରୂପରେ ଆସିଲା ହଁ ହନୁମାନ ଦ୍ୱାର ଛାଡିଦେଲେ କବାଟ ଛାଡିଦେଲେ ଦ୍ୱାର ଛାଡିଦେଲେ ହଁ ମହିରାବଣ ଭିତରକୁ ଗଲା ଆଜ୍ଞା ରାମ ଲକ୍ଷ୍ମଣଙ୍କୁ ହରଣ କରିକି ନେଇଗଲା ନେଇଗଲା ସିଏ ତ ମାତା ମାୟାବୀ ଅସୁର ହଁ ହଁ ସିଏ ଧରି ଚାଲିଗଲା ପାତାଳ ଭୁବନ ଆଚ୍ଛା ଆଚ୍ଛା ଏଇପଟେ ବିଭୀଷଣ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସି ପହଞ୍ଚି ଗଲେ ହଁ କହିଲେ ହନୁମାନ ଦ୍ୱାର ଛାଡ ମୁଁ ଭିତରକୁ ଯିବି ମୋର ପ୍ରଭୁଙ୍କୁ ଦର୍ଶନ କରିବି କରିବି ହନୁମାନ କହିଲେ ବିଭୀଷଣ ଏବେ ପରା ତମେ ଭିତରକୁ ଗଲ ଗଲ ପରା ଆଉ କଣ ଯିବ ତମେ କଣ ବାହାରୁ ଆଇଲଣି ହଁ ଆଚ୍ଛା ବିଭୀଷଣ କହିଲେ ହନୁମାନ ତମେ କାହାକୁ ଛାଡିଦେଲ କାହାକୁ କାହାକୁ ଛାଡିଦେଲ କାହାକୁ ହନୁମାନ କହିଲେ ତମେ ପରା ଆସିଥିଲ ହଁ ହଁ ଆଜ୍ଞା ଦୁହେଁ ବୀର ଯାଇ ଭିତରକୁ ଦେଖିଲେ ଓହୋ ରାମ ଲକ୍ଷ୍ମଣ ଆଉ ନାହାନ୍ତି ଯେ ଭଲେ ଆହା ସେ କାଳେ ହନୁମାନ ମନେ ଚିନ୍ତା କଲେ କଣ କୁଆଡେ ଗଲ ପ୍ରଭୁ ହେ ବୋଇଲେ ହଉ ହଉ ବିଭୀଷଣ କହୁଛନ୍ତି ଶୁଣ ହନୁମାନ ଶୁଣ ଶୁଣ ମହିରାବଣ ନିଶ୍ଚୟ କରିଲା ହରଣ ନିଶ୍ଚୟ ସେତେବେଳେ ହନୁମାନ କଣ କରିଲେ ପ୍ରଭୁଙ୍କୁ ମୋର ମୁଁ ଖୋଜିବି ଭଲେ ଆହା ଏମନ୍ତ କହି ବୀର ହନୁମାନ ହଉ ଲଙ୍କାରେ ବୁଲି ବୁଲି ଖୋଜନ୍ତି ଜାଣ ଆହା ନିକୁମ୍ଭିଲା ବନେ ଯାଇ ପ୍ରବେଶ ହେଲେ ଆଚ୍ଛା ନିକୁମ୍ଭିଲା ବନେ ଯାଇ ପ୍ରବେଶ ହୋଇଲେ ହଉ ପକ୍ଷୀ ମାନଙ୍କର କଥାକୁ ଶୁଣିଲେ ହଉ ବା ପାତାଳୁ ଆସିଲା ଯେ ମହିରାବଣ ହଁ ହଁ ହରଣ କରିନେଲା ରାମ ଲକ୍ଷ୍ମଣ ଆଚ୍ଛା ଏ କଥା ଯେତେ ହନୁମାନ ଶୁଣିଲେ ଏ କଥା ଯେବେ ହନୁମାନ ଶୁଣିଲେ ହନୁମାନ ଶୁଣିଲେ ପାତାଳପୁରକୁ ସେ ଗମନ କଲେ ଆହା ପାତାଳପୁରକୁ ସେ ଗମନ କଲେ ପାତାଳପୁରର ପ୍ରଥମ ଦ୍ୱାରରେ ପାତାଳପୁରର ପ୍ରଥମ ଦ୍ୱାରରେ ମର୍କଟ ଏକ ଜଗିଛି ସେଠାରେ ବାହା ବାହା ମର୍କଟ ଏକ ଜଗିଛି ସେଠାରେ ହନୁମାନ ଯାଇନ ପ୍ରବେଶ ହୋଇଲା ଦ୍ୱାର ଛାଡ଼ିବାକୁ ତାହାକୁ କହିଲା ଏଠୁ ଅନ୍ତେ ଯାହା ହେଲା ଶୁଣ ସୁଜନରେ ଏଠୁ ଅନ୍ତରେ ଯେ ଯାହା ହେଲା ମହିରାବଣପୁରକୁ ଯାଉଛନ୍ତି ହନୁମାନ ହନୁମାନ ପାତାଳପୁରରେ ଯାଇ ପ୍ରବେଶ ହେଇଗଲେ ହନୁମାନ ହଁ ଜାଣିଲେ କେମିତି କେମିତି ନା ଦୁଇଟି ପକ୍ଷୀଙ୍କର କଥାରେ ହଁ ରାମ ଲକ୍ଷ୍ମଣ ପାତାଳପୁରକୁ ବିଭୀଷଣ ନେବା ମହିରାବଣ ନେବା ସମ୍ବାଦ ହଁ ପକ୍ଷୀଙ୍କ ଠାରୁ ଶୁଣିଲେ ହନୁମାନ ଆଚ୍ଛା ଶୁଣି ପାତାଳପୁରକୁ ଯାଇଛନ୍ତି ହଁ ପ୍ରଥମ ଦ୍ୱାରରେ ଯେତେବେଳେ ପହଞ୍ଚି ଯାଇଛନ୍ତି ଆଜ୍ଞା ଆଉ ଗୋଟିଏ ମାଙ୍କଡ ଜଗିଛି ମାଙ୍କଡଟିଏ ସେଠି ଜଗିଛି ହନୁମାନଙ୍କ ଭଳି ଦେଖିବାକୁ ହଁ ମାଙ୍କଡଟିଏ ଜଗିଛି ପ୍ରଥମ ଦ୍ୱାରରେ ଆଚ୍ଛା ହନୁମାନ ତାକୁ କହୁଛନ୍ତି ରେ ବାନର ହଁ ତୁ ତ ଆମର ଜାତି ଭାଇ ହଁ ଆମେ ତ ଗୋଟିଏ ଜାତିର ଲୋକ ଲୋକ ତୁ ତ ବାନର ହଁ ମୁଁ ତ ବାନର ଆଜ୍ଞା ଆଉ ତୁ ମତେ ଛାଡ଼ିଦେ ରାସ୍ତା ଛାଡ଼ିଦେ ମକର ଧ୍ୱଜ ଜଗିଥିଲା କିଏ ମକର ଧ୍ୱଜ ମକର ଧ୍ୱଜ କିଏ କିଏ ନିଜେ ହନୁମାନଙ୍କର ପୁଅ
ଓହୋ ହନୁମାନଙ୍କ ପୁଅ ହନୁମାନଙ୍କର ସେଠି। ପୁଅ ମକର ଧ୍ୱଜ ଜଗିଛି ହଁ ହେଲେ ଛାଡ଼ିଲାନି ନାହିଁ ଦୁହେଙ୍କର ମଧ୍ୟରେ ଯୁଦ୍ଧ ଯେ ହୋଇଲା ଆହା ଆଜ୍ଞା ଦୁହେଙ୍କର ମଧ୍ୟରେ ଯୁଦ୍ଧ ଯେ ହୋଇଲା କିଏ କାହାଠାରୁ ଉଣା ନାହିଁ ଭଲା ନାହିଁ ନାହିଁ ଯୁଦ୍ଧ ଯେତେବେଳେ ହୋଇଲା ସେଠାର ହନୁମାନ ବୋଇଲେ ତୁ କାହାକୁ ମୋର ତା ପୁଅ କିଏ କାହାକୁ ମାରି ପାରୁନାହାନ୍ତି ନାଇଁ, ନାଇଁ। କିଏ ହାରୁନାହାନ୍ତି ନାଇଁ। ହନୁମାନ କହିଲା ଆରେ ତୁ କାହା ପୁଅ କାହା ପୁଅ? ତୁ କେତେ କ୍ଷୀଣ ପ୍ରବଳରେ ଯୁଦ୍ଧ କରୁଛୁ ହଁ। ତୁ କାହା ପୁଅ କହ କହ। ମକର ଧ୍ୱଜ କହିଲା ମୋର ନାମ ମକର ଧ୍ୱଜ ହଁ। ମୋ ବାପା ହେଉଛନ୍ତି ମର୍ତ୍ତ୍ୟର ବୀର ହଁ ବୀର ଶ୍ରେଷ୍ଠ ହନୁମାନ ହନୁମାନ ଆରେ ହନୁମାନ କହିଲା ମୁଁ ପୁରା ହନୁମାନ ଓହୋ। ବାପା ପୁଅଙ୍କର ଭେଟ ହେଇଗଲା ହେଇଗଲା। ଚିହ୍ନା ଚିହ୍ନି ହେଇଗଲେ ହଁ। ହନୁମାନ କହିଲେ ବାବୁରେ ମତେ ଟିକେ ଛାଡ଼ିଦେ ଛାଡ଼ିଦେ ବାବୁରେ ମତେ ଟିକେ ଛାଡ଼ିଦେ ଛାଡ଼ିଦେ। କାହିଁକି କଣ ପାଇଁ? ନା ମୋ ପ୍ରଭୁ ହଉଛନ୍ତି ରାମଚନ୍ଦ୍ର ହଁ। ତାଙ୍କୁ ମହିରାବଣ ଆଣିକି କୋଉଠି ରଖିଛି ଆଚ୍ଛା। ତେଣୁ ମତେ ଛାଡ଼ିଦେ ଛାଡ଼ିଦେ। ମକର ଧ୍ୱଜ କହିଲେ ବାପା ଓ। ସିଏ କୋଉଠି ରଖିଛି ମୁଁ ଜାଣିଛି ହଁ। ସିଏ କଣ କରିବେ ମୁଁ ଜାଣିଛି ହଁ। ମୁଁ ତମକୁ କହୁଛି ଶୁଣ କଣ ମକର ଧ୍ୱଜ କହିଲେ ବାପା ହଁ ଆଉ ମହିରାବଣର ଯେଉଁ ବନ୍ଦୀ ଘର ହଁ ହଁ ଦେବୀ ମନ୍ଦିର ଯେ ରହିଛି ସେଠାର ଓ ବା ଦୁହି ବିଧକୁ ବାନ୍ଧି କରି ନେଲା ହଁ ହଁ ବନ୍ଦୀ ଗୃହରେ ତାହାଙ୍କୁ ରଖିଲା ଆଚ୍ଛା ଏହି ରାମ ରାତ୍ର ଯେତେ ବେଳେ ଯେ ପାଇବ ସିଏ କାମାକ୍ଷୀ ମନ୍ଦିରେ ତାକୁ ବଳି ଦେବ ଓ କିଏ କହିଲା ମକର ଧ୍ୱଜ ହନୁମାନଙ୍କୁ କହିଲା ହନୁମାନଙ୍କୁ କହିଲା ବାପା ହଁ ସିଏ ବନ୍ଦୀ ଘରେ ରଖିଛି ହଁ ରାମ ଲକ୍ଷ୍ମଣଙ୍କୁ ଆଚ୍ଛା। ରାତି ପାହିଲେ ସିଏ ଦେବୀଙ୍କର ମନ୍ଦିରେ ନେଇକି ତାଙ୍କୁ ବଳି ଦବ ବଳି ଦବ ହନୁମାନ କହିଲେ ବାବୁରେ ତାକୁ ମୁଁ କେମିତି ବଞ୍ଚେଇବି ଆଚ୍ଛା। ମୋ ପ୍ରଭୁଙ୍କୁ ମୁଁ ବଞ୍ଚେଇବି କେମିତି ପାରି ମକର ଧ୍ୱଜ କହିଲେ ନାଇଁ ବାପା ହଁ କିଛି ବାଟ ନାହିଁ ନାହିଁ। କାହିଁକି କଣ? ନା ତମେ ମହିରାବଣକୁ ମାରି ପାରିବନି ନାହିଁ କି ତମେ ରାମ ଲକ୍ଷ୍ମଣଙ୍କୁ ବଞ୍ଚେଇ ପାରିବନି ନାହିଁ ମହିରାବଣର ମୃତ୍ୟୁ ଭେଦ ଜାଣିଛ ଆପଣ କଣ ତମେ ଜାଣିନ ତାର ସିନା ଶରୀରଟା ଗୋଟେ ହଁ କିନ୍ତୁ ତା ଶରୀରରେ ତାର ପ୍ରାଣ ନାହିଁ ନାହିଁ ତା ପ୍ରାଣବାୟୁ ଅଛି କୋଉଠେ କୋଉଠେ ପାଞ୍ଚଟା ଦୀପରେ ପାଞ୍ଚଟା ଦୀପ ତାର ଦେବୀ ମନ୍ଦିରରେ ହଁ ଯୋଉ ପାଞ୍ଚଟା ଦୀପ ଅଛି ହଁ କେମିତି ରହିଛି ସେ ଦୀପ କେମିତି ନା ଚାରି ଦିଗରେ ମନ୍ଦିରର ମାଙ୍କର ଚାରି ଦିଗରେ ଚାରିଟା ଦୀପ ହଁ। ମାଙ୍କ ମସ୍ତକ ଉପରରେ ଗୋଟେ ଦୀପ ଗୋଟେ ଦୀପ ସେ ପାଞ୍ଚଟା ଦୀପରେ ତାର ଜୀବନ ଅଛି ହଁ। ସେ ପାଞ୍ଚଟା ଦୀପ ଯଦି ଗୋଟିଏ ଥରରେ ଲିଭିବ ଲିଭିବ। ତାହେଲେ ମହିରାବଣ ମରିବ ହନୁମାନ କହିଲେ ବାବୁରେ ଯାହା କରିବାକୁ ପଡିବ ମୁଁ କରିବି କରିବି ତୁ ମତେ ଭିତରକୁ ଛାଡ଼ିଦେ ଛାଡ଼ିଦେ ମକର ଧ୍ୱଜ କହିଲା ନାଇଁ ବାବା ହଁ ମୁଁ ମହିରାବଣର ନୌକର ହଁ ତାର ଚାକର ହଁ। ମୁଁ ତମକୁ ଛାଡି ପାରିବିନି ନାଇଁ ତମେ ଯଦି ଯିବାକୁ ଚାହୁଁଛ ହଁ। ମତେ ଏଇଠି ମାରିଲେ ଏକା ତମେ ଯାଇପାରିବ ଯାଇପାରିବ ଆଜ୍ଞା ସେତେବେଳେ ହନୁମାନ ବିକଳ ହେଲେ ହଁ ପୁଅକୁ କିପରି ମାରିବି ବୋଇଲେ ହଉ ହଉ ଆଖିରୁ ଝରୁଅଛି ଲୋତକ ଧାର ହଁ ଗୋଟିଏ ମୁଷ୍ଟି କଲେ ପ୍ରହାର ବାଃ। ପୁଅକୁ କେମିତି ମାରିବି ବୋଲି ଭାଗିଲେ ହନୁମାନ ହଁ। କିନ୍ତୁ କରିବେ କଣ କଣ? ପ୍ରଭୁଙ୍କୁ ରକ୍ଷା କରିବା ପାଇଁ ହଁ। ମତେ ପୁଅକୁ ଏଠି ମାରିବାକୁ ପଡିବ ପଡିବ। ଜୀବନରେ ତ ମାରି ନାହାନ୍ତି ନାଇଁ। ଗୋଟିଏ ମୁଷ୍ଟି ପ୍ରହାର କଲେ ହଁ। ମକର ଧ୍ୱଜ ମୂର୍ଚ୍ଛା ହେଇକି ପଡିଗଲା ପଡିଗଲା ଯେତେବେଳେ ମକର ଧ୍ୱଜ ମୂର୍ଚ୍ଛା ହେଇ ପଡିଗଲା ହଁ। ହନୁମାନ କଲେ ବନ୍ଦୀଶାଳାକୁ ଓହୋ ରାମ ଲକ୍ଷ୍ମଣଙ୍କୁ ଭେଟ ହେଇ କହିଲେ ପ୍ରଭୁ ପ୍ରଭୁ ତମକୁ ରାତି ପାହିଲେ ହଁ ମନ୍ଦିରକୁ ନବ ରାଜା 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 ମନ୍ଦିରକୁ ନବ ହଁ। ସେତେବେଳେ ଜୁହାର କରିବାକୁ କହିବ ବଳି ଦେବା ପାଇଁ ସେତେବେଳେ ଆପଣ କହିବେ କଣ ଆମେ ରାଜା ପୁଅ ଆମକୁ ମୁଣ୍ଡିଆ ମାରିବାର ଜଣା ନାହିଁ ନାଇଁ ତମେ ମୁଣ୍ଡିଆଟା ମାରିଦିଅ ମାରିଦିଅ ସିଏ ମୁଣ୍ଡିଆ ମାରିବା ସମୟରେ ହଁ। ମୋ କାମ ମୁଁ କରିବି ତମେ ଏତିକି କର ଓହୋ ଆଜ୍ଞା ଯେତେବେଳେ ରାମ ରାତ୍ର ସୁଖେ ପାଇଲା ହଁ ମହିରାବଣ ଯେ ଆସି ପହଞ୍ଚିଲା ହଉ ହଉ ଆଉ ରାମ ଲକ୍ଷ୍ମଣକୁ ସେଠାବରୁ ନେଇ ହଉ ବା ଆଜ୍ଞା ଦେବୀ ମନ୍ଦିରରେ ପହଞ୍ଚିଲା ଯାଇ ଆଚ୍ଛା କହିଲା ଶୁଣ ଆହେ ରଘୁବୀର ହଁ ହଁ ଦେବୀଙ୍କୁ କର ଏବେ ନମସ୍କାର ବାହା ବାହା ସେତେବେଳେ କହୁଛନ୍ତି ସେ ରଘୁନନ୍ଦନ କଣ ରାଜବଂଶରେ ଆମ୍ଭ ହେଲା ଜନମ ହଁ ହଁ
କିପରି ଆମ୍ଭେ କରିବୁ ପ୍ରଣାମ ହଉ ହଉ ସେ କଥାକୁ ଯେ ଆମେ ନ ଜାଣିଣ ନାଇଁ ନାଇଁ ପ୍ରଥମରେ ତୁମ୍ଭେ କର ନମସ୍କାର କର ଦେଖିଲେ ଆମ୍ଭେ ହୋଇବୁ ତିଆର ବାହା ବାହା ସେତେବେଳେ ମହିରାବଣ ଏମନ୍ତ କଲେ ହଁ, ଦେବୀ ପାଦ ତଳେ ମୁଣ୍ଡିଆ ମାରିଲେ ନିଶ୍ଚୟ ଏକାଳରେ ଥିଲେ ବୀର ହନୁମାନ ହଁ ମାତା ପଛ ପଟେ ସୂକ୍ଷ୍ମ ରୂପ ଧରିଣ ଓ ଭଗବାନ ଶିବଙ୍କୁ ମନେ ବିଚାରିଲେ ଆହା ତତକ୍ଷଣେ ପଞ୍ଚମୁଖ ଧାରଣ କଲେ ହଁ ଆଉ ଦେବୀଙ୍କର ଖଡ୍ଗ ହସ୍ତରେ ଯେ ଧରି 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 ମହିରାବଣ ମୁଣ୍ଡେ ଦେଲେ ପ୍ରହରୀ। ଯେତେବେଳେ ମହିରାବଣ ରାମ ଲକ୍ଷ୍ମଣଙ୍କୁ ଦେବୀ ମନ୍ଦିରକୁ ନେଲା ହଁ କହିଲା ହେ ବୀର ଦେବୀଙ୍କ ପାଦ ତଳେ ମୁଣ୍ଡିଆ ମାର ମୁଣ୍ଡିଆ ମାର ସେତେବେଳେ ରାମଚନ୍ଦ୍ର କହିଲେ ହନୁମାନ ଶିଖେଇଛନ୍ତି ହଁ ରାମଚନ୍ଦ୍ର କହିଲେ ଆମେ ହେଉଛୁ ରାଜପୁତ୍ର ସୂର୍ଯ୍ୟବଂଶର ଆମେ ରାଜା ରାଜା। ଆମକୁ ନମସ୍କାର କରିବାର ଜଣା ଜଣା ନାହିଁ ନାହିଁ ତମେ ପ୍ରଥମରେ ନମସ୍କାର କର ହଁ। ତାପରେ ଆମେ ତାକୁ ଦେଖିଲେ କରିବୁ କରିବୁ ବିଭୀଷଣ ଦେବୀଙ୍କ ପାଦ ତଳେ ନମସ୍କାର କରୁଛନ୍ତି ଆଜ୍ଞା। ଏ ସମୟରେ ଦେବୀ ପଛପଟେ ହନୁମାନ ସୂକ୍ଷ୍ମ ରୂପ ଧରିକି ଥିଲେ ହଁ ଯେତେବେଳେ ମୁଣ୍ଡିଆ ମାରିଲା ମହିରାବଣ ଭଗବାନ ଶିବକୁ ଚିନ୍ତା କଲେ ହନୁମାନ ଭଗବାନ ଶିବଙ୍କର ଦୟାରୁ ହନୁମାନଙ୍କର ପାଞ୍ଚୁଟା ମୁଣ୍ଡ ହେଲା ପଞ୍ଚମୁଖ ହେଇଗଲେ ହନୁମାନ ହନୁମାନ। ପାଞ୍ଚ ମୁଖରେ ପାଞ୍ଚୁଟା ଦୀପକୁ ଗୋଟିଏ ଥରରେ ଲିଭେଇଲେ ଆଜ୍ଞା। ଦେବୀଙ୍କର ଖଡ୍ଗରେ ମହିରାବଣ ମୁଣ୍ଡକୁ ନେଇକି ପିଟିଲେ ମହିରାବଣର ଜୀବନ ଗଲା ଗଲା ଖତେଇ ଆମର କଥା ଥିଲା ହନୁମାନ ପଞ୍ଚମୁଖ କାହିଁକି ହେଇଥିଲା କାହିଁକି ହୋଇଥିଲେ ଭଗବାନଙ୍କୁ ରକ୍ଷା କରିବା ପାଇଁ ହଁ ନିଜର ପ୍ରଭୁକୁ ରକ୍ଷା କରିବା ପାଇଁ ହଁ ମହିରାବଣକୁ ମାରିବା ପାଇଁ ଆଚ୍ଛା। ପାତାଳପୁରରେ ହଁ। ପ୍ରଭୁ ହନୁମାନ ପଞ୍ଚମୁଖ ଧାରଣ କରିଥିଲେ ବୋଲ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।